ଆଜିର ଦିନଟି ଆରମ୍ଭ ହୋଇଥିଲା ବସ୍ ଷ୍ଟାଣ୍ଡରୁ। ଆଗ୍ରହ ସହକାରେ ଘରକୁ ଯିବା ପାଇଁ ୱେଟ୍ କରିଛି କେତେବେଳେ ମୋର ବସ୍ ଆସିବ। ଏଇଠି ଦେଖା ହେଇଯାଇଥିଲା ମୋର ଗୋଟେ ଜୁନିୟର ସହ, ଆଉ କୋଇନ୍ସିଡେଣ୍ଟଲି ଆମେ ଦି ଜଣ ଟ୍ୱିନିଂ କରିଦେଇଥିଲୁ। ଘରେ ପହଞ୍ଚୁ ପହଞ୍ଚୁ ଗୋଟେ ସୁନ୍ଦର କୁକୁରଟେ ମୋର ୱେଲକମ୍ କରିଥିଲା, ଆଉ ମୁଁ ତାକୁ ସେଇ ଖୁସିରେ କିଛି ରୁଟି ଖାଇବା ପାଇଁ ଦେଇଥିଲି। ସିଏ ବି ଖୁସ୍ ଆଉ ମୁଁ ବି ଖୁସ୍। ଏଇନା ବୋଧେ 4:40। ଏ କୁକୁରଟା ସବୁବେଳେ ଆସେ ନା? आज मामा फर्स्ट टाइम पे हम मिनी ब्लॉग रे असली हम दी जन को सब ମୋ ଫରମାଇଶରେ ବନା ହେଇଛି ଇପି। धुआं भरची ଆମେ ଦି ଭଉଣୀ ତ ଫାଇନାଲି ଦେଖା ହେଇଗଲୁ, ହେଲେ ଲିପି ବିନା ତ ସବୁ ଅଧୁରା। ସେଥିପାଇଁ ତା ସହ ବି ଟିକେ ଭିଡିଓ କଲରେ କଥା ଶୀତ ଦିନର ସନ୍ଧ୍ୟା ସାଙ୍ଗକୁ ଇପି ଖାଇକି ଇଭିନିଂ ଟାକୁ ପୁରା ଏନ୍ଜୟ କରିଥିଲୁ। ଆଉ ଏଇଠି ଆମର ଗୋଟେ କୁନି ପିଲାଟି ଟ୍ୟୁସନ ହୋଉଛି, ଆଉ ତା ନାଁ ହୋଉଛି ମାଉ। ଠିକ ଠିକ ତ ଏଟା ପିନ୍ଦେଲ ତ ପୁରା ଡିଟୋ ଡିଟୋ ମାଉ। ହଁ ଏଇଟା ପିନ୍ଧିଲା ପରେ ପୁରା ପରଫେକ୍ଟ। ଆଉ ମାଉର ହ୍ୟାଣ୍ଡ ରାଇଟିଂ ଟା ବହୁତ ସୁନ୍ଦର ନା ମାଉ? ତାର ହ୍ୟାଣ୍ଡ ରାଇଟିଂ ବହୁତ ସୁନ୍ଦର। ଇଏ ହଉଛି ଆମର କ୍ୟୁଟିଟା। ହଉ ପଢ। ମୁଁ ମାଉ ଆମେ ଯୋଉ ଭିଡିଓ ବନାଉ ଦେଖୁ ଦେଖୁ କେମିତି ଲାଗେ? ତୋର କଣ ଇଚ୍ଛା ଥିଲା ଭିଡିଓରେ ଆସିବା ପାଇଁ? ଇଚ୍ଛା ଥିଲା ଆଉ ଫାଇନାଲି ଆଜି ଆସିଗଲୁ। ଖୁସି ଅଛୁ? ଏଇଟା ଯୋଉଦିନ ପଡିବ ସେଦିନ ଦେଖିବୁ, ଦେଖି କଣ କହିବୁ? ମାମା ଦେଖିଲେ ମାମା ଆଗ କହିବେ ନା? ଆଚ୍ଛା ହଉ ଠିକ ଅଛି। ହଉ ବାଇ କହିଦେ। ବାଇ ତ ଲାଇକ୍ ସେୟାର ଏଣ୍ଡ ସବସ୍କ୍ରାଇବ। ହଁ ଠିକ ଅଛି। ଲୋକମାନେ ତ କଥା ଶୁଣି ନିହାତି ସବସ୍କ୍ରାଇବ କରିବେ, କାହିଁକିନା ତୁ ଏତେ କ୍ୟୁଟ୍।